नमस्कार ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। এই ଭିଡିଓରେ ଗତ ଶନିବାର ରବିବାର ଦିନ ଯୋଉ ବାଦଲ ଫଟା ଲଗାଣ ବର୍ଷା ଯୋଗୁଁ ଅନେକ ମୃତାହତ ହୋଇଛନ୍ତି ଦାର୍ଜିଲିଂରେ ତାରି ଉପରେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ତେବେ ଆସନ୍ତୁ ଆମେ ଆଲୋଚନା କରିବା। ଗତ ଶନିବାରରୁ ରବିବାର ପର୍ଯ୍ୟନ୍ତ ଯୋଉ ମୂଷଳ ଧାରାରେ ଏବଂ ବାଦଲ ଫଟା ଲଗାଣ ବର୍ଷା ଯୋଗୁଁ ପଶ୍ଚିମବଙ୍ଗରେ ବର୍ତ୍ତମାନ ସୁଦ୍ଧା ଯୋଉ ମୃତ୍ୟୁ ହେଇଛି ମୃତ୍ୟୁ ସଂଖ୍ୟା ବର୍ତ୍ତମାନ 23ରେ ପହଞ୍ଚିଛି। ତ ଏଇଟା କାହିଁକି ହେଇଛି ନା ନିରନ୍ତର ବର୍ଷା ହେଇଛି ଏବଂ ପାହାଡ଼ିଆ ସହର ଏବଂ ଅଞ୍ଚଳ ଗୁଡ଼ିକ ଅ, ଏଇ ବର୍ଷ କଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଇଯାଇଛି। ବିଭିନ୍ନ ଜାଗାରେ ବିଭିନ୍ନ ଭୂସ୍ଖଳନ ହେଇଛି। ଭୂସ୍ଖଳନ ହେବା ଦ୍ୱାରା ଘର ଗୁଡ଼ିକ ଭାଙ୍ଗି ଯାଇଛି, ରାସ୍ତା ଗୁଡ଼ିକ କାଟି ହେଇଯାଇଛି ଏବଂ ଗାଁ ଗୁଡ଼ିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଇଯାଇଛି ଏବଂ ବ୍ୟାପକ କ୍ଷୟକ୍ଷତି ହେଇଛି। ଏଇ ଯୋଉ ଭୂସ୍ଖଳନ ହେଇଛି ବା ଏଇ ଯୋଉ ବନ୍ୟା ହେଇଛି, ଏଇ ଯୋଉ ଲଗାଣ ବର୍ଷା ବା ଆପଣଙ୍କର ମେଘ ଫୁଟା ବର୍ଷା ଲଗାଣ ବର୍ଷା ଯୋଗୁଁ ଏଇଟା ହଉଛି ଏଇ ବର୍ଷର ଏଇ ଦଶନ୍ଧି ପାଇଁ ଏଇଟା ହଉଛି ବଡ଼ ଧରଣର ଭୂସ୍ଖଳନ, ବଡ଼ ଧରଣର ବନ୍ୟା ବା ବଡ଼ ଧରଣର ଅ, ଅ, ବର୍ଷା ବୋଲି କୁହାଯାଉଛି। ଯାହାକି ଅଧିକାଂଶ ଲୋକ ମୃତାହତ ହେଇଛନ୍ତି। ତ ୟାରି ପରିପ୍ରେକ୍ଷୀରେ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ଯାହାକୁ ଆମେ କହୁଛେ NDRF ତାଙ୍କ ସହାୟତାରେ ଏବଂ ସମନ୍ୱୟ କମିଟି ଦ୍ୱାରା ବା ଆପଣଙ୍କର ଯୋଉ ରାତି ସାରା ସର୍ଚ୍ଚ ଅପରେସନ କରାଯାଇଛି ବା ସର୍ଚ୍ଚ ଅପରେସନ ଇନ୍ ଦ ସେନ୍ସ ରେସ୍କ୍ୟୁ ଅପରେସନ କରାଯାଇଛି, ଯାହାକି ପଶ୍ଚିମବଙ୍ଗର ଦାର୍ଜିଲିଂ ଏବଂ ଜଳପାଇଗୁଡ଼ି ଜିଲ୍ଲାର ପ୍ରଶାସନ ସମସ୍ତେ ମିଶିକି କମିଟି ଦଳବଦ୍ଧ ହେଇକି ଯୋଉ ରେସ୍କ୍ୟୁ ଅପରେସନ ଚାଲିଛି ସେଇ ରେସ୍କ୍ୟୁ ଅପରେସନ ଦ୍ୱାରା ବିଭିନ୍ନ ଜାଗାରେ କେବଳ ମୃତ ଦେହ ଗୁଡାକ ଉଦ୍ଧାର କରିବାର ଦେଖାଯାଉଛି। ସେ ସ୍ଥାନ ମଧ୍ୟରୁ ବିଶେଷ ଅସୁବିଧା ସ୍ଥାନ ଗୁଡିକ ହେଲା ବା ଯୋଉ ଜାଗାରେ ବିଶେଷ ଭାବରେ ମୃତ୍ୟୁବରଣ କରିଛନ୍ତି ସେ ଜାଗା ଗୁଡିକର ନାଁ ହେଲା ବିଶେଷ କରି ଆପଣଙ୍କର ସରସାଲି ଏବଂ ଯଶବୀର ଗାଁ ଏବଂ ମିରିକି ବସ୍ତି, ଧାର ଗାଁ, ମିରିକି ହ୍ରଦ ଅଞ୍ଚଳ ଏବଂ ଜଳପାଇ ଜିଲ୍ଲାର ଆଉ ଗୋଟେ ଜାଗା ହେଲା ସେଇଟା ହେଲା ନାଗରାକଟା ଅଞ୍ଚଳ, ଯୋଉଠାରେ କି ଅଧିକ ଲୋକ ପ୍ରଭାବିତ ହେଇଛନ୍ତି ଯୋଉ ଏଇ ଯୋଉ ପ୍ରବଳ ମୂଷଳଧାରା ବର୍ଷା ଏବଂ ଲ୍ୟାଣ୍ଡସ୍ଲାଇଡ୍ ଯୋଗୁଁ ବା ଆପଣଙ୍କର ଭୂସ୍ଖଳନ ଯୋଗୁଁ। ଏବଂ ଆହୁରି ଯଦି କହିବା ଆମେ ଦାର୍ଜିଲିଂର ଯୋଉ ଭୂସ୍ଖଳନ ହେଇଛି ସେ ଭୂସ୍ଖଳନ ହେବା ଦ୍ୱାରା ରାତି ସାରା କାହିଁକି ଭୂସ୍ଖଳନ ହେଲା ନା ରାତି ସାରା ମୂଷଳ ଧାରାରେ ଲଗାଣ ବର୍ଷା ହେଲା। ଲଗାଣ ବର୍ଷା ଯୋଗୁଁ ବନ୍ୟା ମଧ୍ୟ ସୃଷ୍ଟି ହେଲା। ବନ୍ୟା ହେଲା ଏବଂ ବନ୍ୟା ହେବା ଫଳରେ ଲୋକମାନଙ୍କୁ ଯୋଉ ଉଦ୍ଧାର କାର୍ଯ୍ୟ କରାଗଲା 24 ଘଣ୍ଟା ମଧ୍ୟରେ, ସେଇ 24 ଘଣ୍ଟା ମଧ୍ୟରେ ଯୋଉ ଉଦ୍ଧାର କାର୍ଯ୍ୟ କରାଯାଇଛି ଦାର୍ଜିଲିଂ ଲାଗି ଯୋଉ ନେପାଳ ଅଞ୍ଚଳ ଅଛି ସେ ନେପାଳ ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା 52 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ନେପାଳର। 52 ଜଣ ମୃତ୍ୟୁବରଣ କରିଛନ୍ତି ନେପାଳ ତରଫରୁ, ଯାହା ସଶସ୍ତ୍ର ପୋଲିସ ବାହିନୀ ନିଜେ ସେଟାକୁ ବୟାନ କରିଛନ୍ତି। ତ ଏହାରି ପରିପ୍ରେକ୍ଷୀରେ ଅଧିକ କ୍ଷୟକ୍ଷତି ହେବାର ପ୍ରଦେଶ ହଉଛି ଯୋଉଟା କି କୋଶି ପ୍ରଦେଶ, ଯୋଉଠି କି ଆପଣ ମାନଙ୍କର 37 ଜଣ ମୃତ୍ୟୁବରଣ କରିଥିବାର ଅନୁମାନ ମାନେ ରିପୋର୍ଟ ଆସିଛି। ତ ସେଇ 37 ଜଣଙ୍କ ମଧ୍ୟରେ କାହିଁକି ମୃତ୍ୟୁବରଣ କରିଛନ୍ତି ନା ଲଗାଣ ବର୍ଷା ହେଇଛି। ଏଇଟା ଶନିବାର 10ଟା ଠାରୁ ରବିବାର ପର୍ଯ୍ୟନ୍ତ ଯୋଉ ଅ, ଅ, ମେଘ ଫଟା ବର୍ଷା ହେଇଛି ବା ଆପଣଙ୍କର ମୂଷଳ ଧାରାରେ ବର୍ଷା ହେଇଛି, ଯାହାରି ଫଳରେ ନଦୀ ଗୁଡାକର ସ୍ତର ଉପରକୁ ଫୁଲିଛି ବା ଆପଣଙ୍କର ତାର ନଦୀ ସ୍ତର ଗୁଡାକ ଉପରକୁ ବୃଦ୍ଧି ହେଇଛି, ଯାହାରି ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାରେ ଲାଗିଛି। ତ ୟାରି ପରିପ୍ରେକ୍ଷୀରେ ଯେ ପ୍ରବଳ ବନ୍ୟା, ଭୂସ୍ଖଳନ, ବଜ୍ରପାତ ଏବଂ ସଡ଼କ ଦୁର୍ଘଟଣା ମଧ୍ୟ ଘଟିଛି, ଯାହାରି ଫଳରେ ନେପାଳର 7ଟି ପ୍ରଦେଶରୁ ବର୍ତ୍ତମାନ ସୁଦ୍ଧା 5ଟି ଅଞ୍ଚଳରେ ମୌସୁମୀ ସମ୍ପୂର୍ଣ୍ଣ ମାତ୍ରାରେ ସକ୍ରିୟ ଥିବାର ସ୍ଥାନୀୟ ପାଣିପାଗ କେନ୍ଦ୍ର କହିଛି। ସେଇ ଅଞ୍ଚଳ ଗୁଡିକ ହେଲା ଆପଣଙ୍କର କୋଶି, ମାଧେଶ ଏବଂ ଆପଣଙ୍କ ବାଗମତୀ, ଗଣ୍ଡକୀ ଏବଂ ଲୁମ୍ବିନୀ। ଏହି ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ମୌସୁମୀ ସକ୍ରିୟ ଅଛି। ତାର ଅର୍ଥ ବର୍ଷା ବର୍ତ୍ତମାନ ସୁଦ୍ଧା ଜାରି ରହିଛି ଏବଂ ତୁହାକୁ ତୁହା ଲଗାଣ ବା ବର୍ଷା ଚାଲିଛି। ତ ୟାରି ପ୍ରକ୍ରିୟାରେ ଏଇ ଯୋଉ ଭୂସ୍ଖଳନ ହେଲା ଦାର୍ଜିଲିଂରେ ଭୂସ୍ଖଳନ ହେବା ଯୋଗୁଁ ଯୋଉ ପୋଲ ଥିଲା ସେଇ ପୋଲ ପୁରା ଭୁଷୁଡି ପଡିଲା, ଝୁଲା ପୋଳ। ଯାହାରି ଫଳରେ ଯୋଉ ଆମେ ଜାଣିଛେ ଦାର୍ଜିଲିଂ ଗୋଟେ ପର୍ଯ୍ୟଟନ ସ୍ଥଳୀ, ସେଠାରେ ଯୋଉ ସବୁ ପର୍ଯ୍ୟଟକ ଗୁଡାକ ଯାଇଥିଲେ ବର୍ତ୍ତମାନ ସେମାନେ ଫସିକି ରହିଯାଇଛନ୍ତି, କାରଣ ସେଥିରେ ଯୋଉ ଝୁଲା ପୋଲ ଥିଲା ସେଇ ଝୁଲା ପୋଲ ବର୍ତ୍ତମାନ ଭୁଷୁଡି ଯାଇଛି। ଯାହାରି ଫଳରେ ଅନ୍ ଦ ସ୍ପଟ 20 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ କଣ ନିଖୋଜ ଅଛନ୍ତି। ସେ ଜାଗାଟିର ନାଁ ହେଲା ବର୍ତ୍ତମାନ ଆମେ ଯଦି କହିବା ତାହେଲେ ସେଟା କାଲିମ୍ପଙ୍ଗ ଏବଂ କାସିଓର୍କ ଜିଲ୍ଲାର ଏହା ହଉଛି ବଡ ଧରଣର ଭୂସ୍ଖଳନ, ଯୋଉଟା କି এই ଦୀର୍ଘ ଦଶନ୍ଧି ଧରି ଏଇଭଳିକା ଭୂସ୍ଖଳନ କେବେ ବି କୋଉ ଜାଗାରେ ହେଇନଥିଲା ବା ସେଇ ଅଞ୍ଚଳରେ କେବେ ବି ହେଇନଥିଲା। ଯାହାରି ଫଳରେ ଏଇ ଯୋଉ ଭୂସ୍ଖଳନ ଯୋଗୁଁ
ପାହାଡ଼ରୁ ନଦୀ ସ୍ରୋତ ବହି ଆସୁଛି ବା ପାଣି ପ୍ରବଳ ପ୍ରଖର ବେଗରେ ଆସୁଛି ଏବଂ ବନ୍ୟା ସୃଷ୍ଟି କରୁଛି ଏବଂ ନଦୀ ଜଳକୁ ବନ୍ୟା ସ୍ତର ଆଡ଼କୁ ନେଇ ଚାଲୁଛି। ତ ଏଇଟା ହେଉଛି ପ୍ରକୃତ ପକ୍ଷେ 20 ଜଣ ଯୋଉ ଝୋଲାପୋଲ ଥିଲା ଯୋଉଥିରେ କି ଅନେକ ଲୋକ କଣ ଯିବା ଆସିବାରେ ସେମାନଙ୍କର କଣ ସହାୟ ହଉଥିଲା ବା ସେଥିରେ ସେମାନେ ନିର୍ଭର କରି ଯିବା ଆସିବା କରୁଥିଲେ, କିନ୍ତୁ ସେଇଟା ଝୋଲାପୋଲ ଯେତେବେଳେ ଭାଙ୍ଗିଗଲା ଅନ୍ ଦ ସ୍ପଟ 20 ଜଣଙ୍କର ମୃତ୍ୟୁ ହେଇଛି। ଦାର୍ଜିଲିଂ ଭୂସ୍ଖଳନର ବିବରଣୀକୁ ନିଜକୁ ହୃଦୟ ବିଦାରକ ବୋଲି କହିଛନ୍ତି କିଏ ନା ଉତ୍ତରବଙ୍ଗ ବିକାଶ ମନ୍ତ୍ରୀ ଯିଏକି ଉଦୟନ ଗୁହା। ପରିସ୍ଥିତି ଅତି ଜଟିଳ ବୋଲି ସେ କହିଛନ୍ତି ଏବଂ ଆହୁରି ସେ ବର୍ଣ୍ଣନା କରିଛନ୍ତି ଯେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବ। ବର୍ତ୍ତମାନ ଯାହା ଅଛି ପଶ୍ଚିମବଙ୍ଗର 20 ମୃତ୍ୟୁ, କିନ୍ତୁ ଏ ମୃତ୍ୟୁ ସଂଖ୍ୟା ଏତିକି ରହିବନି, ଆହୁରି ଆଗକୁ ବଢିବ କାରଣ ବିଭିନ୍ନ ଜାଗାରେ ଭୂସ୍ଖଳନ ହେଇଛି ଏବଂ ବର୍ତ୍ତମାନ ସୁଦ୍ଧା ମୌସୁମୀ ସକ୍ରିୟ ଥିବା ଯୋଗୁଁ ତୁହାକୁ ତୁହା ଲଗାଣ ବର୍ଷା ହଉଛି ଏ କଥା ମଧ୍ୟ ସେ କହିଛନ୍ତି। ଏବଂ ଦାର୍ଜିଲିଂ ଉପଖଣ୍ଡର ଯୋଉଟା ପୋଲିସ ସ୍ଥାନୀୟ ପ୍ରଶାସନ ଏବଂ ଆପଣଙ୍କର ବିପର୍ଯ୍ୟୟ ପ୍ରତିକ୍ରିୟା ୟୁନିଟ୍ ଯୋଉଟାକୁ ଆମେ କହୁଛେ NDRF, ସେମାନଙ୍କର ମିଳିତ ସମନ୍ୱୟରେ ଯୋଉ 24 ଘଣ୍ଟା ମଧ୍ୟରେ ଯୋଉ ରେସ୍କ୍ୟୁ ଅପରେସନ କରାଯାଇଥିଲା, ସେ ରେସ୍କ୍ୟୁ ଅପରେସନରେ ବର୍ତ୍ତମାନ ସୁଦ୍ଧା ଆପଣଙ୍କର 7 ଜଣ ଲୋକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତ ୟାରି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେ ସୋମବାର ଦିନ ସେ ଯୋଉ ଜାଗାରେ ଏସବୁ ଭୂସ୍ଖଳନ ହେଇଛି ବା ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଛନ୍ତି ପାହାଡ଼ିଆ ଅଞ୍ଚଳ ଗୁଡ଼ିକ, ଦାର୍ଜିଲିଂର ସମସ୍ତ ଅଞ୍ଚଳ ସେ ପରିଦର୍ଶନ କରିବେ। ସେଥିପାଇଁ ଗତକାଲି ସେ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ ଆପଣଙ୍କର ବାନାରେ, ଯୋଉଟା କି ଆପଣଙ୍କର ରାଜ୍ୟ ସଚିବାଳୟର ନବାନାରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ସେ ଅନୁଷ୍ଠିତ ଅଲରେଡି କରିସାରିଛନ୍ତି ଏବଂ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ମଧ୍ୟ ସେ ଅଲରେଡି ଆରମ୍ଭ କରିଛନ୍ତି, ଯଦ୍ୱାରା ସେଠି ଲୋକମାନଙ୍କର ଯୋଗାଯୋଗ ହବ ବା ସେ ଲୋକମାନଙ୍କର ସାହାଯ୍ୟ ସହାନୁଭୂତି କରିବା ପାଇଁ ଯାହା ସବୁ ଆବଶ୍ୟକତା ଫୋନ ଯୋଗେ ବା ବିଭିନ୍ନ ମାଧ୍ୟମ ଯୋଗେ ସେଠୁ କକ୍ଷଟି କାର୍ଯ୍ୟକ୍ରମ କରିବ। ସେ ଅଲରେଡି ସେଇ କକ୍ଷଟି ଆରମ୍ଭ କରିଛନ୍ତି ଏବଂ ଆଜି ସୋମବାର ଦିନ ସେ ପ୍ରତ୍ୟେକ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ ଏବଂ କୋଉଠି କେତେ କଣ ମୃତାହତ ହେଇଛନ୍ତି ଏବଂ ତାର କ୍ଷୟକ୍ଷତି କଣ ହେଇଛି ତାର ଆକଳନ କରିବେ। ଏହି ପରିପ୍ରେକ୍ଷୀରେ ମାନ୍ୟବର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ମଧ୍ୟ ଏହି ମୃତ୍ୟୁ ସଂଖ୍ୟା ଶୁଣି ନିଜକୁ ଶୋକ ବ୍ୟକ୍ତ କରିଛନ୍ତି ଏବଂ ସେ କହିଛନ୍ତି ଦାର୍ଜିଲିଂ ଏବଂ ଆଖପାଖ ଅଞ୍ଚଳରେ ପରିସ୍ଥିତି ଉପରେ ଆମେ କଡା ନଜର ରଖାଯାଇଛି, ଏ କଥାଟି ସେ ନିଜେ ବ୍ୟକ୍ତ କରିଛନ୍ତି। ତ ୟାରି ପରିପ୍ରେକ୍ଷୀରେ ଯାହା ଜଣାଯାଉଛି ଯେ ଦାର୍ଜିଲିଂରେ ବର୍ତ୍ତମାନ ଯୋଉ ଦୁଃଖଦ ଘଟଣା ଘଟିଯାଇଛି ବା ହୃଦୟ ବିଦାରକ ସ୍ପର୍ଶକାତର ବିଷୟ ଘଟିଛି, ଯୋଉ ଜାଗାରେ ଦେଖିଲେ ଆପଣଙ୍କର ଭୂସ୍ଖଳନ, ଯୋଉ ଜାଗାରେ ଦେଖିଲେ ଆପଣଙ୍କର ତୁହାକୁ ତୁହା ବର୍ଷା ଏବଂ ବାଦଲ ଫଟା ଲଗାଣ ବର୍ଷା, ମେଘ ଫୁଟା ବର୍ଷା ଯୋଗୁଁ ଆପଣଙ୍କର ସ୍ଥାନୀୟ ଜାଗା କଣ ଭୂସ୍ଖଳନ ହେବା ଯୋଗୁଁ ଆପଣଙ୍କର ପାହାଡରୁ ବନ୍ୟା ଆକାରରେ ଜଳ ପ୍ରଖର ବେଗରେ ପ୍ରବାହିତ ହଉଛି ଏବଂ ନଦୀ ଜଳ ଗୁଡ଼ିକୁ ଆପଣଙ୍କର ବନ୍ୟା ସ୍ତରକୁ ନେଇଯାଉଛି ବା ଫୁଲି ଉଠୁଛି, ଏହା ହଉଛି ଲୋକମାନଙ୍କ ପାଇଁ ବିଶେଷ ସମସ୍ୟା। ଏହି ପରିପ୍ରେକ୍ଷୀରେ ଯୋଉ ସବୁ ସେବା କାର୍ଯ୍ୟ ଚାଲିଛି ଅର୍ଥାତ ଉଦ୍ଧାର କାର୍ଯ୍ୟ ଚାଲିଛି ତାକୁ ତ୍ୱରାନ୍ୱିତ କରୁଛନ୍ତି ବିଭିନ୍ନ କମିଟି ଦ୍ୱାରା NDRF ଏବଂ ସ୍ଥାନୀୟ କମିଟି ଏବଂ ସ୍ଥାନୀୟ ପ୍ରଶାସନ ପୋଲିସ ବାହିନୀ ଦ୍ୱାରା ଏ ସମସ୍ତ କାର୍ଯ୍ୟକ୍ରମକୁ ଆଗକୁ ତ୍ୱରାନ୍ୱିତ କରାଯାଉଛି। ତ ଏଇଟା ହଉଛି ପ୍ରକୃତ ପକ୍ଷେ ଆଜିର ତାଜା ଚିତ୍ର ଯାହା ଦାର୍ଜିଲିଂରେ ଯୋଉ ଦୁଃଖଦ ଘଟଣା ଘଟି ଯାଇଛି। ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବି ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।